ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫାଷ୍ଟ ମୁଁ ଦେଖେଇ ଦେଉଛି ଆପଣଙ୍କୁ ଷ୍ଟାର୍ଟିଂରୁ କଡ଼େଇ, ସେଥିପାଇଁ ସୋ ସରି। ତ ପ୍ଲିଜ୍ ମାଇଣ୍ଡ କରିବେନି, କାରଣ ମୁଁ ଆରଥରକ କହିଥିଲି ଯେ ଆପଣମାନଙ୍କୁ ଗୋଟେ ସିମ୍ପଲ୍ ପନିର ଭଜାର ରେସିପି ସେୟାର କରିବି। ତ ସେଥିପାଇଁ ମୁଁ କିଛି ନ କହିକି ଇଣ୍ଟ୍ରୋଡକ୍ସନ୍ ନ ଦେଇକି ହିଁ ଷ୍ଟାର୍ଟିଂ କରିଦେଲି। ସୋ ସେମିତିରେ ବି ବିଜି ବି ରହୁଛି। ତ ଫାର୍ଷ୍ଟ ଅଫ୍ ଅଲ୍ ମୁଁ କଡ଼େଇରେ ତେଲ ନେଇକି ସେଥିରେ ଜିରା ଛୁଙ୍କ ଦେଇଦେଇଥିଲି, ତାପରେ ଆଡ଼୍ କରିଥିଲି ପିଆଜ। ତ ପିଆଜ ଏଠି ଭାଜି ହେଇଗଲା ପରେ ମୁଁ ତା ଦେହରେ ଆଡ଼୍ କଲି କଞ୍ଚା ଲଙ୍କା। ତ କଞ୍ଚା ଲଙ୍କା ପରେ ମୁଁ ଆଡ଼୍ କରିବି ଏଠି କ୍ୟାପ୍ସିକମ୍ ଛୋଟ ଛୋଟ ସାଇଜ୍ରେ କାଟିକି ରଖିଥିଲି, ବହୁତ ଛୋଟ ଛୋଟ କରି କାଟି ରଖିଥିଲି, ତା ଦେହରେ ଆଡ଼୍ କରିବି। ୟା ପରେ ମୁଁ ଆଡ଼୍ କରିବି ଟମାଟୋ। ତ ଟମାଟୋର ଆଡ଼୍ କରିସାରିଲା ପରେ ମୁଁ ଆକୁ ଟିକେ ଭଲରେ ଭାଜି ନେବି। ତ କିଛି ସମୟ ଭାଜି ହେଉଥିବ, ତା ଭିତରେ ମୁଁ ଅଲଗା କିଛି ମୋର କାମ ଥିଲା, ତା'ର ପ୍ରିପାରେସନ୍ ମୁଁ କରିଦେଇଥିଲି। ମସଲା ଗୁଣ୍ଡ ସବୁ ଆଣିକି ରେଡ଼ି କରି ପାଖରେ ରଖିଥିଲି ତା ଦେହରେ ଆଡ଼୍ କରିବି ବୋଲି। ଯେହେତୁ ଆପଣ ଜାଣିଥିବେ ଏବେ ଆମର ଗୋଟେ କୁନି ବେବି ହେଇଛି, ତ ହସ୍ପିଟାଲ ପାଇଁ ଖାଇବା ପାଇଁ ଯାଉଛି ହସ୍ପିଟାଲ, ତ ସେମାନଙ୍କ ପାଇଁ, ତ ସେଥିପାଇଁ ଟିକେ ମୁଁ ବିଜି ରହୁଛି। ତ ଏଠି ଏଗୁଡ଼ା ସବୁ ଭାଜି ହେଇଗଲା ପରେ ମୁଁ ଆ ଦେହରେ ଆଡ଼୍ କରିବି ମୋର ରଖିଥିବା ସବୁତିକ ଗୁଣ୍ଡ ମସଲା। ଠିକ୍ ଅଛି। ଆପଣ ଚାହିଁଲେ ଗୋଟେ ଚାମଚ ଅଦା ରସୁଣ ପେଷ୍ଟ ଦେଇପାରିବେ। ଯେହେତୁ ସିମ୍ପୁଲ୍ ଭଜା କରୁଛି, ମୁଁ ଆଉ ଏତେ ମସଲା ଫସଲା ଦେଲିନି, ତ ସେ ଗୁଣ୍ଡ ମସଲା ହିଁ ଆଡ଼୍ କରିବି। ତ ଫାଷ୍ଟ ମୁଁ ଏଠି ଆଡ଼୍ କରିବି ଧନିଆ ପାଉଡ଼ର। ଠିକ୍ ଅଛି। ତ ଧନିଆ ପାଉଡ଼ର ଆଡ଼୍ କଲି। ଧନିଆ ପାଉଡ଼ର ଆଡ଼୍ କରିସାରିଲା ପରେ ମୁଁ ଏଠି ଆଡ଼୍ କରିବି ଜିରା ପାଉଡ଼ର, ଛୋଲେ ମସଲା, ଗରମ ମସଲା, ମିଟ୍ ପାଉଡ଼ର। ଆଉ ମିଟ୍ ପାଉଡ଼ର କରିସାରିଲା ପରେ ପାଣି ଦେଇଦେଲି, ତାକୁ ଭଲରେ ଗୋଳେଇ ଦେଇକି ତା ଦେହରେ ଆଡ଼୍ କଲି ଲଙ୍କାଗୁଣ୍ଡ। ଲଙ୍କାଗୁଣ୍ଡଟା ଆପଣ ସ୍ୱାଦ ଅନୁସାରେ ଆଡ଼୍ କରିବେ, ଯେହେତୁ କଞ୍ଚା ଲଙ୍କା ପଡ଼ିଛି। ତାପରେ ହଳଦୀ ଗୁଣ୍ଡ ଦେଇଦେଲି। ହଳଦୀ ଗୁଣ୍ଡ ଦେଇସାରିଲା ପରେ ତାକୁ ଭଲରେ ଭାଜି ଭୁଜି ଦେଇକି ଟିକେ କଷିବା ପାଇଁ ଛାଡ଼ିଦେଲି। ଯେହେତୁ ଟିକେ ଗୁଣ୍ଡ ମସଲା ବେଶୀ ସମୟ ନିଏନି, ତ କଷି ହେଇଗଲା। ତ କଷି ହେଇଗଲା ପରେ ମୁଁ ଏଥିରେ ଆଡ଼୍ କରିବି ସ୍ୱାଦ ଅନୁସାରେ ଲୁଣ। ଆପଣ କ୍ୱାଣ୍ଟିଟି ଦେଖି ଆଡ଼୍ କରିନେବେ। ତ ଲୁଣ ଦେଇକି ଭଲରେ କଷି ସାରିଲା ପରେ ମୁଁ ଆଗରୁ କ୍ୟୁବ୍ ସାଇଜ୍ କରିକି କାଟି ରଖିଥିଲି ପନିର, ବହୁତ ଛୋଟ ଛୋଟ କ୍ୟୁବ୍ କରି କାଟିଥିଲି, ତ ତାକୁ ଆଡ଼୍ କରିଦେଲି। ଆଡ଼୍ କଲା ପରେ ଦେଖିପାରୁଥିବେ ଜଷ୍ଟ ଟିକେ ପାଣି ଦେଇଥିଲି। ତ ପାଣି ଦେଇକି ତାକୁ ଭଲରେ ଗୋଳେଇ ନେଇଥିଲି, ଯେମିତି ମସଲା ସାଙ୍ଗରେ ପନିରଟା ଅବଜର୍ଭ ହେଇଯିବ। ତ ତାକୁ ଗୋଳେଇ ଦେଇଥିଲି। ସେପଟରେ ମୁଁ କାଟିକି ରଖିଥିଲି କିଛିଟା ଧଣିଆ ପତ୍ର, ତ ଧଣିଆ ପତ୍ର ତା ଦେହରେ ଆଡ଼୍ କରିଦେଲି। ଧଣିଆ ପତ୍ର ଆଡ଼୍ କରିସାରିଲା ପରେ ତାକୁ ଭଲରେ ଗୋଳେଇ ଦେଲି। ଗୋଳେଇ ସାରିଲା ପରେ ମୋର ରେଡ଼ି ହେଇଗଲା ପନିର ଭଜା। ଆପଣ ବି ଟ୍ରାଏ କରିବେ, ଟେଷ୍ଟ କରିବେ, ମୋତେ କହିବେ କେମିତି ଲାଗିଲା। ରହିଲି, ଜୟ ଜଗନ୍ନାଥ।